ଆପଣ ଘର କଣ କୋଉ ଗାଁ ବେଲଗୁଣ୍ଠା ନାଇଁ ଦର୍ଶନ କରି ଭାରି ଖୁସି ଲାଗିଲା ଦିନଟାକୁ କିନ୍ତୁ ବେଷ୍ଟ କଳାକାର ଡବା ତ ଆମର କିନ୍ତୁ ମାନେ আহিନ ବୋଲି କେତେବେଳେ କଥା ପଚାରିଥିଲେ ପ୍ରଶ୍ନ ହାରିଲା କେତେ ଜିତିଲା କେତେ ହାରି ଆଜ୍ଞା ଜିତିଲେ ଆନନ୍ଦ ହାରିଲେ ପରମାନନ୍ଦ ପରମ ଆନନ୍ଦ যে অনুসারে আমি গীত নৃত্য পোশাক সমান শিক্ষা প্রশ্নোত্তর সবুক ভিত্তি করে কিছু কিছু আমার জান্ত ভিতরে যেতিকি আসলা তাকে আমি পরিবেশে তাকে আলোচনা সমালোচনা পর্যালোচনা করিকিনা আমি তাকে আধার করি আলোচনা সমালোচনা পর্যালোচনা করি তাকে কিছু ভিত্তি করি তৃতীয় কথা হল আমরা কিকি আঁকি আপনার সমাধান করুন হাজার হাজার আঁকি সমাধান করছি কিଏ নৃত্য ভাল কলা কার গায়ক কেমিতি গাইলা তা যোগী কোণ কলা কাহাড়ি তা মেহতর কেমিতি কলা সে ସବୁ ସମାଧାନ କରି ଦର୍ଶକ ତେଣୁ ତାକୁ ଭିତ୍ତି କରି ଆମେ ଆମର ମୂଲ୍ୟାଙ୍କନ କରୁଛୁ କୋଉଟା ନୃତ୍ୟଟି ଛାଡ଼ିବନ କୋଉଟା କିଏ ପୋଷାକଟି ଆଣି ନାହିଁ କୋଉଟା ସେ ଗୀତଟି ଗଲା ଭାରି ସବୁ ଭିତ୍ତି କରି କାର୍ଯ୍ୟକ୍ରମ ନେଇଛୁ ତେଣୁ ମୁଁ ତ ମୋ ଜୀବନରେ କେବେ ବାଟକୁ ଯାଇନି ମୋ ସାରା ଜୀବନ କଟିଯିବ ଅଛି ନ ହଉ ଏ ଆସନରେ ବସିବିନି ମୋର ମୁଁ କେବେ ଯିବିନି କୋଉଟାକୁ ଯିବିନି ଯାହା ହେଇଯାଉ ଯେହେତୁ ପ୍ରଭୁ ନୀଳକଣ୍ଠେଶ୍ୱରଙ୍କ ଦ୍ୱାରା ମୁଁ ସାଧାରଣ ଗୋଟେ ମାମୁଲି ଶିକ୍ଷକ ଥିଲି ଆଜି ଶିକ୍ଷକତାରୁ ଆଜି ଆଜ୍ଞା ଗୋଟେ ଉଚ୍ଚ ପଦରେ ବସିପାରିଲି ତେଣୁ ଆପଣମାନଙ୍କର ଆଶୀର୍ବାଦରୁ ଏ ନୀଳକଣ୍ଠେଶ୍ୱରଙ୍କର ଆଶୀର୍ବାଦରୁ ମୁଁ ସେ ପ୍ରଭୁ ନୀଳକଣ୍ଠେଶ୍ୱରଙ୍କୁ ମୁଁ ମୋର କଳମ ଚାଳନା ଗାଁ ବାଲା କହିଲା ଯେ ନୀଳକଣ୍ଠେଶ୍ୱରକୁ କଳମ ଚାଳନା କରି ଆପଣ ମୂଲ୍ୟାଙ୍କନ କରିବେ ମୁଁ ଜାଣିଲି ଯେ ପ୍ରକୃତରେ ଦେବାଦେବ ଅଛନ୍ତି ତାକୁ ମୂଲ୍ୟାଙ୍କନ କରି ମୁଁ ଯାହା କରିଛି ଆପଣଙ୍କର ଦର୍ଶକ ସମାଜ ଆଗରେ ହିଁ କରିବି ସବୁବେଳେ କହି କହି ପୁରା ଭଲ ଖାଲି ଦର୍ଶକ ଆମକୁ ଖରାପ ହେଇପାରେ ଏ ପିଲାଟା ସବୁବେଳେ କହୁଛି କିନ୍ତୁ ମୁଁ ଉଭୟ ଦଣ୍ଡ ପେଣ୍ଡାଲର ମାଲିକ ମହୋଦୟକୁ ମୁଁ ଆମ ଅନୁଷ୍ଠାନ ତରଫରୁ ରିକ୍ୱେଷ୍ଟ କରୁଛି ଆପଣମାନଙ୍କର ଯେଉଁ କଳାକାର ଏତେ ରାତି ଅନିଦ୍ରା ହେଇକିରି ଯେଉଁ ପରିଶ୍ରମ କରୁଛନ୍ତି ଏ ପରିଶ୍ରମର ମୂଲ୍ୟ କ'ଣ ତୁମେ ନିଜେ ଜାଣିଛ ଆରେ ଭାଇ ଟଙ୍କା ଖର୍ଚ୍ଚ କରିକି ବେପାର କରୁଛ ରାତି ପାଇଲା ବେଳକୁ ମୂଳ ଉଠୁନି ବୁଝିପାରିଲେ ସାର୍ ମାନେ ବୁଝିପାରିଲେ ତ ଆପଣ ଜଣେ ଏତେ ଟଙ୍କା ଖର୍ଚ୍ଚ କରି ଜଣେ ମାଲିକ ହେଇକିରି ଆସୁଛନ୍ତି ପିଲାମାନଙ୍କୁ ନେଇକିରି ଗୋଟେ ଗାଁରୁ ଆଉ ଗୋଟେ ଗାଁକୁ କଳା ପ୍ରଦର୍ଶନ କରିବା ପାଇଁ କିନ୍ତୁ ଖାଦ୍ୟ ଖାଇକିରି ନିଜ ଆଖିରେ ନିଜେ ଆକୁଟି କେଞ୍ଚୁଛନ୍ତି ମୁଁ ଏଇ ପ୍ରତିକ କଥା କହିବାକୁ ଚାହୁଁଛି ଆପଣମାନଙ୍କର ଆର୍ଟିଷ୍ଟ ମାନଙ୍କୁ ନିଶା ଠାରୁ ଦୂରେଇ ରହିବା ପାଇଁ ରାଣୀଗୁଡ଼ା ନୀଳକଣ୍ଠେଶ୍ୱର ସାଂସ୍କୃତିକ କମିଟି ଆପଣମାନଙ୍କୁ ଅନୁରୋଧ କରୁଛି ଯେ ଆପଣଙ୍କର କଳାକାରମାନଙ୍କୁ ଆପଣ ନିଶା ସେବନ କଲେ ଏଣ୍ଟ୍ରି କରୁନାହିଁ ଟୋଟାଲି ଉଭୟ ମାଲିକମାନଙ୍କୁ ମୁଁ କହୁଛି ଆଉ ଦ୍ୱିତୀୟରେ କହିବି ଏ ମାଟି କଳା ସଂସ୍କୃତିର ମାଟି ମୋ ଗାଁ ମୋ ମାଟି ଏ ଗାଁରେ ଅନେକ ଭଦ୍ର ବ୍ୟକ୍ତି ଅଛନ୍ତି ଆମେ ମଧ୍ୟ ଗୁଣିଚି ମୁସାଫରି ଏ କଳାକୁ କିପରି ସୁନ୍ଦରରୁ ଅତି ସୁନ୍ଦର କରିବା ପାଇଁ ପ୍ରାଣପଣେ ଚେଷ୍ଟା କରୁଛୁ ଆଉ ହାର ଜିତ ତ ପ୍ରତ୍ୟେକ ମ୍ୟାଚରେ ଅଛି ତାର ଗୋଟେ ଜ୍ୱଳନ୍ତ ଉଦାହରଣ ମୁଁ କାଲି ରାତିରୁ ଆପଣମାନଙ୍କୁ କହିବି ବମ୍ବେ ଟିମ୍ IPL ମ୍ୟାଚ୍ ଖେଳୁଥିଲା ଆଜ୍ଞା ଚାରିଟା କ୍ୟାପ୍ଟେନ୍ ଏମିତି ଦାମୀ ବୋଲର ରଖିଛି ସାରା ବିଶ୍ୱ ଦଳମ ଫେର ବି କାଲି ତାକୁ ହାରର ସାମ୍ନା କରିବାକୁ ପଡ଼ିଲା ତାହା ଦର୍ଶକ ଜାଣିଛନ୍ତି ଆମର ତେଣୁ ଖେଳରେ ହାର ଜିତ ଅଛି ଟୁର୍ଣ୍ଣାମେଣ୍ଟରେ ବି ହାର ଜିତ ଅଛି କିନ୍ତୁ ସଂସ୍କାରବାଦୀ ବ୍ୟକ୍ତିତ୍ୱ ଯେଉଁ କଳାକାର ପାଖରେ ସଂସ୍କାର ଅଛି ଯେ ସଂସ୍କାର ଘରର ଛୁଆ
ତା ବାପ ମା ଯାହାକୁ ଯେତେ ଉନ୍ନତ ମାନଦଣ୍ଡର କରିଛି ତା ଛୁଆ ଖେଳରେ ହାରିଗଲେ ମଧ୍ୟ ତା ଯଶ ବୁଡ଼ିଯିବନି ଆଜ୍ଞା। ଏଟା ହଉଛି ଋଷି ବାକ୍ୟ। ଏବେ ଗୀତ ମହାଶୟ ସେ ରାବଣ ଆପଣଙ୍କୁ ଦେଇଥିଲେ ଚାପ୍ଟର ରାବଣର ମଲାସିନା ଯୋଉ ଯୁଗକୁ ଯାଉନି ବୋଲି ମଧ୍ୟ ତାକୁ ବାରଣ କରୁଥିଲେ। ଏ କଳି ଯୁଗ ହଉ କି ସତ୍ୟ ଯୁଗ ହଉ କି ଦ୍ୱାପର ହଉ ଯିଏ ଅନ୍ୟାୟ କରିଥିବ ମୃତ୍ୟୁ ସୁନିଶ୍ଚିତ। ଏ ବିଶ୍ୱ ବ୍ରହ୍ମାଣ୍ଡରେ କୌଣସି ଶକ୍ତି ତାକୁ ଅଟକେଇ ପାରିବନି ଆଜ୍ଞା। ଆମ ଗାଁରେ ଭାଇମାନେ ନାଚ ଆମେ 50-60 ଜଣ ଅନୁଷ୍ଠାନଟା କରିଛୁ। ଏଠି ଯୋଉ ବନ୍ଧୁ ମୁଁ କହୁନି କାହାର ଅଗ୍ନେଷ୍ଟ ଆଜ୍ଞା ଆମେ ଏତେ ଲୋକ ଆସି ଦେଖୁଛନ୍ତି। ଛୋଟ ଛୋଟ ଭୁଲକୁ ଯିଏ କରି ଗଣ୍ଡଗୋଳ କରିବ ତାକୁ ପ୍ରଭୁ ଛାଡ଼ିବେ କେବେ ବି ଛାଡ଼ିବେନି। ତ ଏମିତି ଆଜିର ଏଇ ମୁଁ କହିବାକୁ ଚାହୁଁନି ତ ଦିନ ଭାଇ ତ ଆମର ଏପଟେ ଆମର ପବନ ସାର୍ ଅଛନ୍ତି। ଆପଣ ଗୁରୁ ନିଶା ସେବନ ଆପଣମାନଙ୍କର ପିଲାମାନଙ୍କୁ ବାରଣ କରନ୍ତୁ। ନୂଆ ନୂଆ କଳାକାର ତିଆରି କରନ୍ତୁ। ନୂଆ ନୂଆ କଳାକାର ତିଆରି କଲେ ଆଜି ୱାର୍ଲଡ କପ୍ଟା ବିନ ଭାଇ ଧରିବ, କାଲି ଅଭୟ ପରିଡ଼ା ଧରିବ, ପରଦିନ ପବନ ସାର୍ ଧରିବେ, ତାର ଦିନ ଆଉ କୋଉ ଜଣେ ଧରିବ କୋଉ ଭାଇ। କଳା ବି ସୁନ୍ଦର ହେବ। ଆପଣ ମନ ବି ବୁଝିପାରିବ ଯେ ମୁଁ ହାରିବାର କାରଣ କ'ଣ। ଆପଣ ନିଶା ଖାଇଦେଉଛନ୍ତି କ'ଣ କହୁଛନ୍ତି ଜାଣନ୍ତି ଏମିତି କରିଥିଲେ ସେ ଜାଗା ସେମିତି କରିଥିଲେ କହିକି ନିଜ ମାନବିକତା ହରେଇ ବସୁଛନ୍ତି। ସାରା ଦଣ୍ଡ ଜଗତ ଆଜି ଘୁରିବ ରାଣୀଗୁଡ଼ାରେ ଜିତିଲା କିଏ? ଆରେ ଭାଇ ଜିତିବା ପାଇଁ ହାରିଦେଲି, ନିଶା ଟିକେ ଖାଇଦେଲି ମୁଁ ହାରିଗଲି। ଏହାର ମାନେ କ'ଣ? ତମ ପାଇଁ କେତେ ଲୋକ ଅନେଇଛନ୍ତି, କେତେ ପଇସା ଖର୍ଚ୍ଚ କରିଛନ୍ତି, ଏଇଟା କ'ଣ ତାର? ତେଣୁ ଅଧିକା କହିବା ଭଲ ନୁହେଁ। ନିଶାଠାରୁ ଦୂରେଇ ରୁହନ୍ତୁ। ଆମ ରାଣୀଗୁଡ଼ା ଅନୁଷ୍ଠାନ ଆପଣଙ୍କୁ ଅନୁରୋଧ କରୁଛି। ସର୍ବଶ୍ରେଷ୍ଠରେ ମୁଁ ଆମର ଗହଣରେ ଯେଉଁ ଜଜ୍ ଭାଇମାନେ ଉପସ୍ଥିତ ଅଛନ୍ତି ତାଙ୍କର ବଳିଷ୍ଠ ନେତୃତ୍ୱ ପରାମର୍ଶ ଅନୁସାରେ ଆମେ ଆମର ଅନୁଷ୍ଠାନଟିକୁ ଅତି ଉଚ୍ଚ କୋଟିର କରିବା ପାଇଁ ଅନେକ ପ୍ରୟାସ କରି ଆସିଛୁ। ଯେପରି এই ଦଣ୍ଡ ନୃତ୍ୟରେ କୌଣସି କରପ୍ସନ୍ ନ ହେବ କିମ୍ବା ପକ୍ଷପାତିତା ନ ହେବ। ତ କଲମ ତ ପ୍ରଭୁ ଜଗତର ନାଥ ଜଗନ୍ନାଥ ରୂପୀ ମାନବ ରୂପରେ 2 ଜଜ୍ ମହୋଦୟ ଆମ ପାଖରେ ଉପସ୍ଥିତ ଅଛନ୍ତି। ତାଙ୍କ କଲମର ରାସ୍ତା କେତେ ସେ କହିବେ। ଜନତା ଆମେ ଶୋଇ ସାରିଲା ପରେ ଶାନ୍ତିରେ ବିଦାୟ ନେବା। ଜୟ ଜଗନ୍ନାଥ, ଜୟ ବାବା ନୀଳକଣ୍ଠେଶ୍ୱର। ସମସ୍ତ ଉପସ୍ଥିତ ଦଣ୍ଡପ୍ରେମୀ ବନ୍ଧୁମାନଙ୍କୁ ମୁଁ ଆମ ଗ୍ରାମବାସୀ ତରଫରୁ କହୁଛି ସମସ୍ତେ ଏକବାର ହରିବୋଲ ଦିଅନ୍ତୁ। ବୋଲେ ଆନନ୍ଦ କୁମାର ହରି ଜୟ ବାବା ନୀଳକଣ୍ଠେଶ୍ୱର। ଉଭୟର କଳାକାର ମାନେ ଯାହା ନାଚ ଗୀତ କଲେ ଥିଲା ପ୍ରଥମରୁ ପୁରା ଚାଲିଲା ଯୁଦ୍ଧ ହେଲା ଭଳିଆ ହେଲା। ତଥାପି ଟିକେ ଟିକେ ମୁଁ ଖାଲି ଦେଇ ଦଉଛି। ଆମର ଯୋଉ 2 ଜଣ ଯାକ ମେହେନ୍ତର କଲେ, ମେହେନ୍ତର ନିଶ୍ଚିତ ଭଲ ହେଇକି ପୁଣି ତା ଭିତରେ ଆମେ ଟିକେ ଭଲ ମନ୍ଦ ଇଏ କରୁଛୁ ନା। ଆମର ୟାଙ୍କର ବି ଭଲ ହେଲା, ୟାର ବି ଭଲ ହେଲା, କିନ୍ତୁ ଦେଖିବେ ଯଦି ଟିକେ ମାନେ ବେଶ ପୋଷାକ ଉପରେ କି କ'ଣ ଟିକେ ପରିଷ୍କାର ଥିଲା ଆଉ ନାଚ ବି ଭଲ ଥିଲା। କିନ୍ତୁ 2 ଜଣ ଯାକ ନାଚ ଖରାପ ନାହିଁ। ଆଉ ମେହେନ୍ତରାଣୀ ପ୍ରାୟ ଉଭୟ ଦଳ ସମାନ। ଶିବ ରୂପା କିନ୍ତୁ ୟାଙ୍କର ଭଲ ହେଲା, ମହତରାଜପୁର ଶିବ। ସଖୀ 2 ଜଣ ଯାକ ଭଲ, କିନ୍ତୁ ଟିକେ ମାନେ କହି ଆମର ଇଏ ଯୋଉ ରାଧା ବାହାରିଥିଲେ ଟିକେ ଦେଖିଲେ ମହତରାଜପୁର ରାଧା। ତାପରେ ନାବିକ ଚାଲିଲା, ଶବର ଚାଲିଲା, କିଛି ପରେ ଆସିଲାନି। ତାପରେ କେଳା ଚାଲିଲା। 2 ଜଣ ଯାକ ତ ଖାଲି ଠୁଳି ଠୁଳାଇ ଆଣିଛି। କୋଉଠି ମାଙ୍କଡ଼ ଖୋଜିକିରି କିଏ କୁକୁଡ଼ା ଖୋଜିକିରି ଆଣିଛି। କାଳେ ଆମ ନମ୍ବର କୋଉଠି ମାଇନସ ଯୋଉ ନା କି ତେଣୁକରି ଆମେ କୋଉଠି କାମ କାଟିପାରିବୁନି କିଛି। ପାଇଥନ ଆମର ରାଧା ଉତ୍ତର ଟିକେ ଦେଇଥିଲେ ମର୍ଦ୍ଦରାଜପୁର। ଆଉ ଆମର ଏପଟେ ଯୋଉ ସାର୍ ବାହାରିଥିଲେ ପାଇଥନ। କିନ୍ତୁ ତାକୁ ଧନ୍ୟବାଦ ଦେଇ କ'ଣ ବିଷୟଟା ଗାଇଦେଲେ ନାହିଁ, ମାନେ ତାଙ୍କ ପ୍ରଶ୍ନଟାକୁ ରିକ୍ସ ଦେଇକି ଗୋଟେ ତାପରେ ସୌରା 2 ଜଣ ଯାକ ଭଲ କଲେ। ଶେଷବେଳକୁ ଏମିତି କାହାଣୀ ଆଣି ତାପରେ ବିନାକାର ଆଣି ଆପଣମାନଙ୍କୁ ଦେଖୁଛି ଆଉ କହିବି କ'ଣ ଶେଷରେ ଦେଖୁଛନ୍ତି କାଲି। କିନ୍ତୁ ମୁଁ ଗୋଟେ କଥା କହିଛି ପ୍ରଥମରୁ, ମୁଁ ଦୀର୍ଘ 3 ମାସ ହେଲାଣି ଯୋଉଠି ମଞ୍ଚ କରିଛି, ଯୋଉ ଜାଗାରେ ମଞ୍ଚ କରିଛି, କାରଣ ମୁଁ ଏଇଟା ମୋର ଲାଷ୍ଟ ରଖିଥିଲି ଆଜି ଦିନଟା।
ଶୀତଳ ଷଷ୍ଠୀ ଦିନ ରଙ୍ଗମଞ୍ଚରେ ବିଦାୟ ନେବେ। ତେଣୁ ତୁମର ଯିବା ଆସିବା ବେଳେ ମୁଁ ସାର୍ ଏତେ ଭୁଲ କରିବେନି। ଯିବା ଆସିବା ଅସମ୍ଭବ ନା, କାହିଁକି ଭୁଲ କରିବି? ଆଉ ଆପଣମାନେ ମାଲିକମାନେ ମୋ ସହିତ କଥାବାର୍ତ୍ତା ହେଇଥିବେ, କିଏ କ'ଣ କଥା ହେଇଯିବେ ସେ ଜାଣିଥିବ। ଆଉ ଆମର ଏଇ ଜାଗାରେ ଗଲା ବର୍ଷ ମୁଁ କହିଥିଲି ଯେ ନାହିଁ ଆମେ କଳାକାର କି ତୁମ ମାଲିକରୁ କୋଉଠି ଚା ଟିକେ କହନ୍ତି ଖାଇବେ। ଏ ଭାଇ କ'ଣ ତମ ଆମକୁ ଟଙ୍କା ଦେଉଛି? ଆଜି କହୁଛି ଏଇ ମଞ୍ଚରେ ଦୀର୍ଘ 21 ବର୍ଷ କଣ୍ଟିନ୍ୟୁ ରହିଲା ପରେ କାହାଠୁ ଆମେ ଟଙ୍କାରେ କେବେ ନେବୁ? ମାନେ ପରିଷ୍କାର ଜିନିଷଟା କହେ, ବିପିନ ପ୍ରଧାନକୁ ଚାର୍ଜ ଦେଇକି ସନ୍ତୁଷ୍ଟ କରିବେ ମାଲିକମାନେ, ଗୀତ ଅତି ବେଶୀରେ ଥଣ୍ଡା ଦେଇକି ସନ୍ତୁଷ୍ଟ କରିବେ, 1,00,000 ଟଙ୍କା କିମ୍ବା 50,000 ଦେଇକି ସନ୍ତୁଷ୍ଟ କରିପାରିବେ। କୋଉ ମାଲିକ ଯଦି କହିଦବ ମାନେ ହେମିତିଆ ବିଚାରପତି ମରିଯିବାର ଭଲ, ମରିଯିବାର ଭଲ। କିନ୍ତୁ ମୁଁ ସିଧା କଥା କହୁଛି, ମୁଁ ନୀଳକଣ୍ଠେଶ୍ୱରକୁ ସାକ୍ଷୀ ରଖି 3 ଦିନ ଯାକ ଆଜି ଯାହା କରିଛି ମୋ ବିଚାରରେ ଠିକ କରିଛି। ଆପଣମାନେ ଗ୍ରହଣ କଲେ କେତେ ନ କଲେ କେତେ ଆଉ ଗୋଟେ କଥା ହେଲା, ଆପଣମାନେ ଖାଲି କୁହନ୍ତୁ ଦଣ୍ଡ ଜଗତକୁ ଯିଏ ଯେତେ ନୂଆ ତଥ୍ୟ ଦେଇଛି କିଏ ଦେଇଛି? ସେ ସୁହାଙ୍ଗରେ ପରିବର୍ତ୍ତନ, ନାଚରେ ପରିବର୍ତ୍ତନ, ମଞ୍ଚ ଚଳିବାରେ ପରିବର୍ତ୍ତନ, ମଞ୍ଚରେ କ'ଣ ହବରେ ପରିବର୍ତ୍ତନ, ଆପଣମାନେ ସମସ୍ତେ ତାକୁ ବଜାୟ ରଖିବେ। ଆମେ ଦିନେ ଦିନେ ଖାଲି ଯଦି ଗୋଟେ ଆପଣମାନେ ନାଚ କରୁଥିଲେ ଦେଖିଯିବ। ଆଜିର ଫଳାଫଳ ମାତ୍ର ଗୋଟେ ନମ୍ବର ବୋଧେ ଫରକ ଅଛି। ଗୋଟେ ଦଳ 100, ଗୋଟେ ଦଳ 101 ରଖିଛି। ଆମର ଭାଇ ଡିକ୍ଲାର କରିବେ। ଆଉ ଆଜିର ବେଷ୍ଟ କଳାକାର ଆମର ଯୋଉ ଭାଇ କହିଲେ ମର୍ଦାନପୁର ରାଧା ବେଷ୍ଟ କଳାକାର ସେଇଥିପାଇଁ ମିଳିଲା। ଆମର ଜଣେ ଭାଇ କହିଲେ ଜୁରା ଗାଡିଆର ଯିଏ ନାବିକ, ଜୁରା ଗାଡିଆର ନାବିକ ପାଇଁ ଆମେ ଦେବୁ, ଯଦି ତାଙ୍କୁ ଦେବୁ ବାଇଥନ ପାଇଁ ଜୁରା ଗାଡିଆର ବାଇଥନ ଆଜି ଯୋଉ ଫାଇନାଲ ମ୍ୟାଚ୍ ହବ ଭାଇ ଆମର କହିଦଉଛି, ମାନେ ଏମିତି ଭାବରେ ତାକୁ ଖାଇବା ପିଇବାକୁ ଦବ କିନ୍ତୁ 8:30 ପୁରା ବାଧ୍ୟତା ରହିବ। ମାନେ ଯଦି ଜଲ୍ଦି ରୋଷେଇଟା କରିଦେଇଥିବେ 8:30ରେ ଯିଏ ଆଜି 8:30ରେ ମଞ୍ଚ ଲଦବ ନିଶ୍ଚିନ୍ତ ମାର୍କିଂ ଆଜି କିଛି ହବନି। ମନେ କରୁ ଯେ ସେ ମର୍ଦରାଜପୁର ରହିଲା କି ଜୁରା ଗାଡିଆ ରହିଲା, ଯିଏ ରହିବ ବି ଯଦି 8:30ରେ ମଞ୍ଚ ଦବନି ଆମେ ମାର୍କିଂ କରିବୁ, ସକାଳେ କିଛି ହାରିକି ଥିବ। କମିଟିଟା ପୁରା ପରିଷ୍କାର କରନ୍ତୁ, 8:30ରେ ଯିଏ ମଞ୍ଚ ଦବ ସେ ହାରିବେ, ଯେତେ ଭଲ କଲେ। ଆମର ଭାଇ ଆପଣଙ୍କୁ କହିବି କିଛି କହିବେନି, କାଲି ଦିନଟା ଆସି ଯାହା କହିଦେଇଥିବା। ବୁଲି ରେ ବୁଲି ବୁଲି ଉଠି ଯା। ହ୍ୟାଲୋ, ଆଜି ନୀଳକଣ୍ଠେଶ୍ୱର ଧନ କମିଟିର 2ୟ ଦିବସରେ ଅଂଶଗ୍ରହଣ କରିଥିଲେ ଆମର ଜୋରାଗାଡ଼ିଆ ଏବଂ ମର୍ଦରାଜପୁର। ଏହି ଗଣ୍ଡନୃତ୍ୟର ଫଳାଫଳ ଜଜ୍ ମହାଶୟ ବର୍ତ୍ତମାନ ଆମ କମିଟିକୁ ଅର୍ପଣ କଲେ। ଏଥିରେ ଏଥିରେ 100 ନମ୍ବର ରଖି ଆମର ମର୍ଦରାଜପୁର ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ଏବଂ 101 ନମ୍ବର ରଖି ଆମର ଜୋରାଗାଡ଼ିଆ ବିଜୟୀ ଭାବରେ ଶେଷରେ ମୋର ଦର୍ଶକ ସମାଜକୁ ମୁଁ ମୋର ହୃଦୟଗତ ଜ୍ଞାପନ କରୁଛି। सर्वे भवन्तु सुखिनः, सर्वे सन्तु निरामय, सर्वे भद्राणि पश्यन्तु। ओम शांति शांति शांति।